ମୋ ସ୍ୱାମୀ ନଥିବା ସମୟରେ ମୋ ଭଣଜା ଯିଏକି ଆମ ଘରେ ରୁହେ, ସେ କିପରି ମୋତେ ବାରମ୍ବାର ଗେହୁଁଥିଲା ଏବଂ କିପରି କେହି ମୋର ବିରାକୁ ପୁରା ଦରଜ କରିଦେଉଥିଲା, ସେ ବିଷୟରେ ମୁଁ ଆପଣମାନଙ୍କୁ ଆଜି এই ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଗିହା ଗିହି ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, କିପରି ଭଣଜା ମୋତେ ବାରମ୍ବାର ଗେହୁଁଥିଲା ସେହି ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ମୋ ଭଣଜାର ଘର ଆମ ଘର ପାଖରୁ ପାଖାପାଖି 20ରୁ 22 କିଲୋମିଟର ଦୂର ହେବ। ତା ଗାଁରେ ସେମିତି ସ୍କୁଲର ବ୍ୟବସ୍ଥା ନାହିଁ, ବହୁତ ଦୂରରେ ସ୍କୁଲ। ତେଣୁ ସେ ପାଠ ପଢ଼ିବା ପାଇଁ ତାର ମା ଏବଂ ବାପା ସେମାନେ ଆଣି ତାକୁ ଆମ ଘରେ ରଖିଥିଲେ। ଆମ ଘରେ ବି ସେମିତି ବିଶେଷ ଅଧିକ ଲୋକ ନାହାନ୍ତି। ମୋ ସ୍ୱାମୀ ତ ବାହାରେ ରୁହନ୍ତି, କେବଳ ଶାଶୁ ଏବଂ ଶ୍ୱଶୁର। ତ ମୁଁ ଏଇ ଯେଉଁ ଦିନର କଥା ଆପଣମାନଙ୍କୁ କହିବାକୁ ଯାଉଛି, ପ୍ରଥମ ଗିହା କଥା, ତ ସେଦିନ କ'ଣ ହେଇଥିଲା ନା ମୋ ଶାଶୁ ଏବଂ ମୋ ଶ୍ୱଶୁର ଏମାନେ ଗୋଟିଏ କାମରେ ବାହାରକୁ ଯାଇଥିଲେ। ହଠାତ୍ ସନ୍ଧ୍ୟାବେଳେ ଫୋନ୍ କଲେ ଯେ ଆମେ ରାତିରେ ଫେରିପାରିବୁ ନାହିଁ, ତେଣୁ ତମେ ମାଇଁ ଆଉ ଭଣଜା ଖାଇ ପିଇ ଶୋଇଯିବ, ଆମେ କାଲି ସକାଳୁ ଘରକୁ ଯିବୁ। ମୁଁ ବି ତାଙ୍କୁ କହିଲି ହଉ ଠିକ୍ ଅଛି, ଆମର କିଛି ଅସୁବିଧା ହେବ ନାହିଁ, ତେଣୁ ତମେମାନେ ଭଲରେ ଯାଇ ଭଲରେ ଆସ। ତାପରେ ସନ୍ଧ୍ୟା ହେଲା, ସନ୍ଧ୍ୟା ହେଇସାରି ରାତ୍ରି ହେଲା। ରାତ୍ରି ବେଳେ ଆମେ ଖିଆପିଆ କଲୁ। ଭଣଜା ସଦାବେଳେ ତାର ଅଜା ଏବଂ ଆଈ ପାଖରେ ଶୋଉଥିଲା, କିନ୍ତୁ ଯେହେତୁ ଆଜି ସେମାନେ ନାହାନ୍ତି, ତେଣୁ ମୁଁ ଚିନ୍ତାରେ ପଡ଼ିଗଲି। ମୁଁ ତାକୁ ପଚାରିଲି, ଆରେ ତୁମେ କ'ଣ ଏକୁଟିଆ ଶୋଇପାରିବ? ସେ କହିଲା, ମୋତେ ଭୟ ଲାଗିବ ବୋଧହୁଏ, ଆଉ ମୁଁ ତ କେବେ ଏମିତି ଏକୁଟିଆ ଶୋଇନାହିଁ। ମୁଁ ତାପରେ କହିଲି, ଗୋଟେ କାମ କର, ତୁମେ ମୋ ରୁମ୍କୁ ପଳେଇ ଆସ ଆଉ ମୋ ରୁମ୍ରେ ଆସିକି ଶୋଇଯାଅ। ତ ସେ ବି ବିରୋଧ କଲା ନାହିଁ, ସେ ବି ଆସି ମୋ ରୁମ୍ରେ ଶୋଇଲା। ଗୋଟିଏ ପଲଙ୍କରେ ଆମେ ଦୁଇ ଜଣ ଶୋଇଲୁ, ମାଇଁ ଆଉ ଭଣଜା। ମୋର ଟିକିଏ ନିଦ ଧରି ଧରି ଆସିଛି। ସେହି ସମୟରେ ହଠାତ୍ ମୁଁ ଅନୁଭବ କଲି ଯେ ମୋ ଭଣଜା ମୋ ଉପରେ ଗୋଡ଼ ରଖିଦେଲା। ମୁଁ ଭାବିଲି ଯେ ଭଣଜା ଏମିତି ନିଦରେ ଏମିତି ଗୋଡ଼ ରଖିଦେଇଛି। ତାପରେ କିଛି ସମୟ ପରେ ତାର ହାତ ଆସି ମୋ ଛାତି ଉପରେ ପଡ଼ିଲା। ତ ତା ହାତଟିକୁ ମୁଁ ଟିକେ ସଜାଡ଼ି ଦେଲି, କିନ୍ତୁ ପୁଣି କିଛି ସମୟ ପରେ ପୁଣି ସେ କ'ଣ କଲା ନା ତା ହାତ ଆଣି ମୋ ଛାତି ଉପରେ ରଖିଲା। ସେତେବେଳକୁ ମୁଁ ଶୋଇ ଶୋଇ କ'ଣ କରୁଥିଲି ନା ମୋବାଇଲରେ ବିପି ଦେଖୁଥିଲି। ସାଉଣ୍ଡଟିକୁ ଅଫ୍ କରିଦେଇ କେବଳ ଚିତ୍ରଟିକୁ ଦେଖୁଥିଲି। ତେଣୁ ମୁଁ ସେତେବେଳକୁ ପୁରା ହିଟ୍ ହେଇସାରିଥିଲି ଏବଂ ମୋ କାନ ପାଖ ଦେଇ ଝାଳ ଖାଲି ବୋହି ଯାଉଥିଲା। ଗିହା ଖାଇବାକୁ ପ୍ରବଳ ଆଗ୍ରହ ମଧ୍ୟ ହେଉଥିଲା। ତ ସେହି ସମୟରେ ଯେତେବେଳେ ଭଣଜାର ଦେହ ମୋ ଦେହରେ ଲାଗୁଥିଲା, କାହିଁକି କେଜାଣି ମୋ ମନକୁ ଆସିଲା ଯେ ଆଜି ଭଣଜା ପାଖରୁ ଗିହା ଖାଇଲେ କେମିତି ହୁଅନ୍ତା। ତେଣୁ ସେ ଯେତେବେଳେ ମୋ ଉପରେ ଗୋଡ଼ ଆଉ ହାତ ରଖିଲା, ମୁଁ ଆଉ ତାକୁ ମନା କଲି ନାହିଁ କି ତାର ଗୋଡ଼ ହାତକୁ ଘୁଞ୍ଚାଇଲି ନାହିଁ। କିଛି ସମୟ ପରେ ମୁଁ ମଧ୍ୟ କ'ଣ କଲି, ତା ପଟକୁ ଆଉଜିକି ଶୋଇଲି ଏବଂ ତା ପିଠିରେ ହାତ ବୁଲେଇଲି। ଟୋକା ନିଦରେ ଥିଲା ସିନା, କିନ୍ତୁ ନିଦରେ ଯେଉଁ ଆକ୍ଟିଭିଟି ଗୁଡ଼ିକ କରୁଥିଲା ସେଇଟା ସିଏ ଜାଣିକି କରୁଥିଲା କି ଅଜାଣତରେ କରୁଥିଲା, ମୁଁ ଅବଶ୍ୟ ସେତେବେଳେ ପର୍ଯ୍ୟନ୍ତ ବୁଝିପାରି ନଥିଲି। ମୁଁ ଯେତେବେଳେ ତା ପିଠିରେ ଆଉଁଶୁଥିଲି, ସେ ଆସ୍ତେ ଆସ୍ତେ ମୋ ପାଖକୁ ଜାକି ଆସିଲା ଏବଂ ମୋତେ କୁଣ୍ଢେଇ ଧରିଲା। ସେ ଯେତେବେଳେ ମୋତେ କୁଣ୍ଢେଇ ଧରିଲା, ମୁଁ କ'ଣ ଆଉ ତାକୁ ଛାଡ଼େ, ମୁଁ ମଧ୍ୟ ତାକୁ କୁଣ୍ଢେଇ ଧରିଲି। ତାପରେ ତା ନିଦ ଭାଙ୍ଗିଗଲା। ସେ କହିଲା, ମାଇଁ ମୋତେ ଛାଡ଼, କ'ଣ ହେଉଛି? ମୁଁ କହିଲି, ଆରେ ତମେ ତ ପ୍ରଥମେ କୁଣ୍ଢେଇଲ, ମୁଁ ତମର କ'ଣ କଲି? ତାପରେ କହିଲା, ମାଇଁ ମୋର ଭୁଲ ହେଇଯାଇଛି, ଆଉ ମୁଁ ନିଦରେ ତମକୁ କୁଣ୍ଢେଇ ପକେଇଛି, ତ ମୋର ଭୁଲ ହେଇଯାଇଛି, ଏ କଥା ତମେ କାହାରି ପାଖରେ କହିବ ନା।
ମୁଁ କ'ଣ କଲି, ଅଭିନୟ କରି କହିଲି, ଆରେ ଏଇଟା କ'ଣ ଛୋଟିଆ କଥା, ମୁଁ ନିଶ୍ଚିତ ଭାବରେ ତମ ଅଜା ଆଉ ଆଈଙ୍କୁ ଏ କଥା କହିଦେବି। ସେ ଗପ୍ କିନା ଉଠି ପଡ଼ିଲା ଏବଂ ମୋ ହାତକୁ ଧରି କହିଲା, ମାଇଁ ତୁମେ ଯାହା ବି ହଉ ମୋତେ ଏ ଭୁଲ ପାଇଁ କ୍ଷମା କରିଦିଅ, କିନ୍ତୁ ଅଜା ଆଈକୁ ଏ କଥା କିଛି କହିବ ନାହିଁ। ମୁଁ କହିଲି, ହଉ ଗୋଟେ କାମ କର, ଗୋଟେ ସର୍ତ୍ତରେ ମୁଁ ଏ କଥା କାହାରିକୁ କହିବି ନାହିଁ। ସେ କହିଲା, କ'ଣ? ମୁଁ କହିଲି, ତୁମେ ଗୋଟେ କାମ କର, ମୋତେ ବର୍ତ୍ତମାନ ଦିଅ। ଏହିବା କଥା ଶୁଣି ସେ ପରା ପ୍ରଥମେ ଭୟ ପାଇଗଲା। ମୁଁ କହିଲି, ଆରେ ମଜା ନୁହେଁ, ମୁଁ ସତରେ କହୁଛି, ତୁମେ ମୋତେ ଦିଅ। ସେ କହିଲା, ମୁଁ କେବେ କାହାରିକୁ ଗେହିଁ ନାହିଁ, ତେଣୁ ମୋର ଗେହିବା ଉପରେ କୌଣସି ଆଇଡ଼ିଆ ନାହିଁ। ମୁଁ କହିଲି, ଏସବୁ ଜିନିଷରେ ଆଇଡ଼ିଆ ଦରକାର ହୁଏ ନାହିଁ, ଆପେ ଆପେ ସବୁ ହେଇଯିବ। ଏଇ କଥା କହି ମୁଁ କ'ଣ କଲି ନା, ତା ପେଣ୍ଟ ଭିତରୁ ତାର ବାଣ୍ଡରେ ହାତ ବୁଲେଇଲି। ସେ ସେତେବେଳକୁ ପୁରା ହିଟ୍ ହେଇଗଲା, ତା ବାଣ୍ଡ ମଧ୍ୟ ଷ୍ଟ୍ରଙ୍ଗ ହେଇସାରିଥିଲା। ମୁଁ କ'ଣ କଲି ନା, ପେନ୍ଟିକୁ ସମ୍ପୂର୍ଣ୍ଣ ଭାବରେ ଖୋଲିଦେଲି ଏବଂ ତା ବାଣ୍ଡକୁ ଆଣି ମୋ ପାଟିରେ ନେଲି ଏବଂ ଆଇସ୍କ୍ରିମ୍ ଖାଇଲା ଭଳିଆ ଖାଲି ଚୁଚୁମି ଚାଲିଲି। 5ରୁ 7 ମିନିଟ୍ ଚୁଚୁମି ସାରିଲା ପରେ ସେ ପୁରା ପାଗଳା ହେଇଗଲା ଡେଇଁବା ପାଇଁ। ସେ ବି କହିଲା, ମାଇଁ ମୁଁ ବି ତମ ଟିକେ ବିୟାକୁ ଚାଟିଥାନ୍ତି। ମୁଁ କହିଲି, ହଉ ଠିକ୍ ଅଛି। ତାପରେ ମୁଁ ମୋର ସବୁ ପୋଷାକ ଖୋଲିଦେଲି ଏବଂ ସେ ମଧ୍ୟ ପିନ୍ଧିଥିବା ପୋଷାକକୁ ଖୋଲିଦେଲି। ଆମେ ମାଇଁ ଏବଂ ଭଣଜା ପୁରା ଉଲଗ୍ନ ହେଇଗଲୁ। ବାସ୍, ତାପରେ କାମ ଆରମ୍ଭ ହେଲା। ସେ କ'ଣ କଲା ନା, ସିଧା ମୋ ବେୟାରେ ମୁହଁ ମାରିଲା ଏବଂ ତା ଜିଭରେ ମୋ ବିୟାକୁ ଚାଟିବାକୁ ଲାଗିଲା। ବହୁତ ମଜା ଲାଗୁଥିଲା ମୋତେ, କାରଣ 2ରୁ 3 ମାସ ହେବ ମୁଁ ଗିଆଁ ଖାଇନଥିଲି। ତେଣୁ ତାର ସେ ବିୟାକୁ ଚଟା ଦେଖି ମୋର ପୁରା ମନ ଆତୁର ହେଇଯାଉଥିଲା ଗିଆଁ ଖାଇବାକୁ। ତେଣୁ ମୁଁ ଆଉ ବିଳମ୍ବ କଲି ନାହିଁ, ସିଧା ତାକୁ ମୋ ଉପରକୁ ଟାଣି ନେଲି ଏବଂ ତାର ବାଣ୍ଡଟିକୁ ମୋ ବିୟା ଭିତରେ ପଶାଇଦେଲି ଏବଂ ତାକୁ କହିଲି, ତୁ ଗେହିଁ। ସେ ମଧ୍ୟ କଚ୍ କଚ୍ ଖପ୍ ଖପ୍ କରି ଗେହିଁ ଚାଲିଲା। ପାଖାପାଖି ଅଧଘଣ୍ଟା ଧରି ସେ ସେମିତି ଗେହିଁଲା। ମୋତେ ସେତେବେଳକୁ ବହୁତ ମଜା ଲାଗୁଥିଲା। ତାପରେ ମୁଁ ପୁଣି କ'ଣ କଲି, ତାକୁ ତଳେ ଶୁଆଇ ଦେଇ ତା ବାଣ୍ଡ ଉପରେ ପୁରା ଚଢ଼ିଗଲି ଏବଂ ମୁଁ ମଧ୍ୟ ତାକୁ ଗେହିବାକୁ ଲାଗିଲି। 15ରୁ 20 ମିନିଟ୍ ମୁଁ ତାକୁ ଗେହିଛି। ସେତେବେଳକୁ ତା ବାଣ୍ଡରୁ ସବୁ ରସ ବାହାରିଗଲା ମୋ ବିୟା ଭିତରେ। ତାପରେ ସେ ଆସ୍ତେ ଆସ୍ତେ ନିସ୍ତେଜ ହେବାକୁ ଲାଗୁଥିଲା। ମୁଁ ସେ ସୁଯୋଗକୁ ଛାଡ଼ିଲି ନାହିଁ। ମୁଁ ପୁଣି କ'ଣ କଲି ନା, ତା ବାଣ୍ଡକୁ ମୋ ପାଟିରେ ନେଲି। ପୁଣି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ତା ବାଣ୍ଡକୁ ଖାଲି ଚାଟିଲି। ପୁନର୍ବାର ଟକାର ବାଣ୍ଡ ପୁରା ଟାଣ ହେଇଗଲା। ଏଥର ମୁଁ ତାକୁ କହିଲି, ତୁ ମୋତେ ପଛପଟରୁ ଗେଁ। ସେ ମଧ୍ୟ ସେୟା କଲା। ମୋତେ ଆଣ୍ଠେଇ ଦେଲା ଏବଂ ମୋ ପଛପଟରୁ ମୋ ଗାଣ୍ଡି ପଟ ଦେଇ ତାର ବାଣ୍ଡକୁ ମୋ ବିୟା ଭିତରେ ପଶାଇଲା। ବାସ୍, କଚ୍ କଚ୍ କରି ଗେହିଲା। ସେତେବେଳକୁ ମୋର ପାଣି ବାହାରିବା ସମୟ ଆସିଯାଇଥିଲା। ତେଣୁ ମୁଁ ତାକୁ କହୁଥାଏ, ଆହୁରି ଜୋରରେ, ଆହୁରି ଜୋରରେ, ଆହୁରି ଜୋରରେ ଗେଁ। ମୁଁ ଯେତେ କହୁଥାଏ ଜୋରରେ ଗେହିବା ପାଇଁ, ସେ ମଧ୍ୟ ସେତେ ସ୍ପିଡ଼ରେ ଗେହିଁ ଚାଲିଥିଲା। ପାଖାପାଖି 10ରୁ 15 ମିନିଟ୍ ଏମିତି ଗେହିଁ ସାରିଲା ପରେ ମୋ ବିୟାରୁ ସବୁ ପାଣି ବାହାରିଗଲା। ଆମେ ମାଇଁ ଏବଂ ଭଣଜା ପୁରା ଶାନ୍ତି ପାଇଗଲୁ। ସେଇଦିନ ରାତିରେ ଆମେ 2 ଥର ଏମିତି ଗିଆଁ ଗିଁ ହେଇଥିଲୁ। ତା ପର ପାଖରୁ ଆଉ କିଛି ଅସୁବିଧା ନଥିଲା। କେତେବେଳେ ସକାଳେ, କେତେବେଳେ ଦ୍ୱିପହରରେ, କେତେବେଳେ ସନ୍ଧ୍ୟାବେଳେ, କେତେବେଳେ ରାତିରେ, ଏମିତି ଆମେ ମାଇଁ ଏବଂ ଭଣଜା ବହୁତ ଥର ଗିଆଁ ଗିଁ ହେଇଛୁ। ଏସବୁ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ଆପଣମାନେ ଚ୍ୟାନେଲରେ ଯୋଡ଼ି ହୋଇ ରହିଥାନ୍ତୁ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିପରି ହଟ୍ ଭିଡ଼ିଓର ମଜା ନିଅନ୍ତୁ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।